जय जगन्नाथ पिला माने शिक्षा सुजोग यूट्यूब चैनल आउ एक नुआ वीडियो को आपण मानकु स्वागत। आज वीडियो रे आमे चतुर्थ श्रेणी साहित्य बहिर प्रथम विषय जोटा रहिछि हमर गीत टिकी चढ़ई कविताटी आलोचना करिबा, भल भाबरे बुझिबा, पढ़िबा एवं मने रखिबा। तेणु कहि रखिबा को चाहिबी टिकी चढ़ई होउछि मेन लेसन। ताकू पढ़िबा पूर्वरु गोटे गीत देइछि जोटा कि करुणा सागर प्रभु नाम रे प्रार्थना। ସେଇଟା କୁ ପ୍ରଥମେ ଆବୃତ୍ତି କରିଦେବା, ତାର ଅର୍ଥ ଭାବାର୍ଥକୁ ଅତି ସରଳ ଭାବରେ ଏବଂ ସଂକ୍ଷିପ୍ତରେ ବୁଝିଦେବା ଏବଂ ତାପରେ ଆମେ ଟିକି ଚଢ଼େଇ କବିତା ଆବୃତ୍ତି କରିବା ଏବଂ ବୁଝିବା। ତ ଚାଲନ୍ତୁ ଆରମ୍ଭ କରିବା। କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର, ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର। ଦେଇଛ ଜନମ ଜଗତ ସେବା କରିବା ପାଇଁ, ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ। ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣେ, ରହିଥାଉ ଆମ ଭକତି ଗୁରୁଜନ ଚରଣେ। ଦୁଃଖୀ ରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର, ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ। କ୍ରୋଧ ହିଂସା ଠାରୁ ଦୂରରେ ଆମେ ରହିବା ପାଇଁ, ଦିଅ ଭରି ତବ ଶକତି ସବୁ ଯିବୁ ଏଡ଼ାଇ। ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡ଼ି, ଦିଅ ସଦ ଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡ଼ି। ତ ପିଲାମାନେ ଏଇଠି ଆମେ କରୁଣା ସାଗର କବିତାଟି ଆବୃତ୍ତି କରିଦେଲେ। ତୁମେ ମାନେ ମଧ୍ୟ ଏଇଭଳି ଆବୃତ୍ତି କରିବ। ଏଟା ଗୋଟେ ପ୍ରାର୍ଥନା, ବିଦ୍ୟାଳୟ ମାନଙ୍କରେ ମଧ୍ୟ ଆକୁ ଗାଇପାରିବ, ସନ୍ଧ୍ୟାବେଳେ ବି ଗାଇପାରିବ। ଏଟା ଆମ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସହ ଭଲ ଚିନ୍ତାଧାରାର ଉଦ୍ରେକ କରିଥାଏ। ଚାଲନ୍ତୁ ପୁରା ସର୍ଟ ରେ, ପୁରା ସଂକ୍ଷିପ୍ତ ଭାବରେ ତାର ଅର୍ଥକୁ ବୁଝିବା। କରୁଣା ସାଗର ପ୍ରଭୁ, ଏଟା ଗୋଟେ ପ୍ରାର୍ଥନା ବିନତି। ହେ ପ୍ରଭୁ କରୁଣା ସାଗର, ହେ ଦୟାମୟ ଈଶ୍ୱର, ତୁମେ ହଉଛ ଜଗତର ଠାକୁର, ତୁମେ ହଉଛ ଏ ଦୁନିଆର ଠାକୁର। ଆମ ଶିଶୁ ମାନଙ୍କର ପ୍ରାର୍ଥନାକୁ ଗ୍ରହଣ କର। ଆମେ ସମସ୍ତେ ଆପଣଙ୍କ ନିକଟରେ ଆମର କର ଯୋଡୁଛୁ। ଦେଇଛ ଜନମ ଜଗତ ସେବା କରିବା ପାଇଁ, ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ। ହେ ଭଗବାନ, ହେ ପ୍ରଭୁ, ଆପଣ ଆମକୁ ଏଇ ଜଗତର ସେବା କରିବା ପାଇଁ ଜନ୍ମ ଦେଇଛ। ଆମେ ଯଦି ଅବାଟରେ ଚାଲି ଯାଉ, ଆମକୁ ବାଟ ବତାଇ ଦିଅ। ତୁମର ଦାନ ଏଇ ଜୀବନ ବିଶ୍ୱ ବା ଜଗତର କଲ୍ୟାଣର କାର୍ଯ୍ୟରେ ଲାଗୁ। ଆଉ ଆମ ମାନଙ୍କର ଭକ୍ତି ଗୁରୁଜନ ମାନଙ୍କ ଚରଣରେ ରହିଥାଉ। ଆମେ ମାନେ ଗୁରୁଜନ ମାନଙ୍କୁ ସବୁବେଳେ ଭକ୍ତି ଏବଂ ସମ୍ମାନ ଦେଉ। ଦୁଃଖୀ ରଙ୍କି ରୋଗୀ ମାନଙ୍କର ସେବା ପାଇଁ ଆମର ମନ ସବୁବେଳେ ତତ୍ପର ହେଉ। ଦୁଃଖୀ ରଙ୍କି ରୋଗୀ ମାନଙ୍କର ସେବାରେ ଆମର ମନ ଲାଗୁ, ସେଇମାନଙ୍କର ଆମେ ସେବା କରିବୁ। ଝଡ଼ ଝଞ୍ଜା ବିପଦ କଷ୍ଟ ସବୁକୁ ଡେଇଁ ଯିବା ପାଇଁ ଆମ ମନରେ ହେ ଈଶ୍ୱର ବଳ ଦିଅ। କ୍ରୋଧ ହିଂସା ରାଗ ହିଂସା ଦ୍ୱେଷ ଏଇ ସବୁ ଠାରୁ ଦୂରରେ ରହିବା ପାଇଁ, ହେ ପ୍ରଭୁ, ହେ ଈଶ୍ୱର, ହେ କରୁଣା ସାଗର, ଆମ ମନରେ ଶକ୍ତି ଭରି ଦିଅ। ଆମେ ସବୁ କିଛିକୁ ଏଡ଼େଇ ଚାଲିଯିବୁ। ଯେତେ ଯେତେ ମନ୍ଦ ଚିନ୍ତା, ଯେତେ ଯେତେ ଖରାପ ଚିନ୍ତା, ଯେତେ ଯେତେ ଖରାପ କାମ ରହିଛି, ସେଇ ସବୁ ଆମକୁ ଦୂରରୁ ଛାଡ଼ି ଚାଲି ଯାଉ। ହେ ପ୍ରଭୁ, ହେ ପରମ ପିତା, ହେ ପରମ କାରୁଣିକ, ଆମକୁ ସଦ୍ଜ୍ଞାନ ଦିଅ, ଆମକୁ ଭଲ ବୁଦ୍ଧି ଦିଅ। ଆମେ ଆପଣଙ୍କ ନିକଟରେ ହାତ ଯୋଡ଼ି ଭଲ ବୁଦ୍ଧି, ଭଲ ଜ୍ଞାନ, ଭଲ ମଣିଷ ହେବା ପାଇଁ ପ୍ରାର୍ଥନା କରୁଛୁ ହାତ ଯୋଡ଼ି। ତ ପିଲାମାନେ, ଇଏ ଥିଲା କରୁଣା ସାଗର ପ୍ରଭୁ। ଯେହେତୁ ବହିରେ ଦେଇଛି, ଆମେ ତେଣୁ ସେଟାକୁ ଆଲୋଚନା କରିଦେଲେ, ଯାହାଦ୍ୱାରା କି ମନ ପବିତ୍ର ହେବା ସହିତ ମନରେ ଭଲ ଭାବନା ଉଦ୍ରେକ ହେବ। ତେବେ ଆମର ମେନ୍ ଲେସନ, ମୁଖ୍ୟ ପାଠ୍ୟ ବିଷୟ ଟିକି ଚଢ଼େଇ, ଚାଲ ତାକୁ ପଢିବା ଏବଂ ବୁଝିବା। ପିଲାମାନେ, କବିତାଟି ଏମିତି। ଟିକି ଚଢ଼େଇ
ଗଛ ଡାଳଟିରେ ଘରଟି ମୋର ଅତି ଛୋଟ ଅଟେ ଅଣ୍ଡା ଆକାର ମା ସହ ମୁହିଁ ଅତି ଖୁସିରେ ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ଗଛ ଡାଳରେ ମୋର ଘର ଅତି ଛୋଟ ଅଣ୍ଡାଟା ଅତି ଛୋଟ ମୋ ଆ ସହ ମୁଁ ଅତି ଖୁସିରେ ଖଣ୍ଡି ଉଡ଼ା ଦେଇ ଉଡ଼ି ଉଡ଼ି ଯାଏ। ଧୀରେ ଧୀରେ ମା ସହିତ ଖଣ୍ଡି ଉଡ଼ା ଦେଇ ଉଡ଼େ। ଯୋଉ ଟିକି ଚଢ଼େଇ ସେ ଉଡ଼ିବା ଶିଖେ ତା ମା ସହିତ ଖଣ୍ଡି ଉଡ଼ା ଦେଇ ଶିଖେ। ପିଲେମାନେ ଗଛ ଡାଳରେ ତାର ଘର। ପିଲେମାନେ କେଉଁଠି ଟିକି ଚଢ଼େଇଟି ବାସ କରେ? ଗଛ ଡାଳରେ। ତାର ଛୋଟ ହଉଛି ଅଣ୍ଡାଟା ହଉଛି ଛୋଟ ଆକାର ସେ ମା ସହିତ ଅତି ଖୁସିରେ ଖଣ୍ଡି ଉଡ଼ା ଦେଇକି ଧୀରେ ଧୀରେ ଉଡ଼ିଯାଏ। ମା ଚାଲିଯାଏ ଆହାର ପାଇଁ ବସାଟି ଭିତରେ ବୁଲଇ ମୁହିଁ ବାହାର ଦୁନିଆ ଦେଖି ତ ନାହିଁ ବସାଟି ସଂସାର ମୋହରି ପାଇଁ। ପିଲେମାନେ ଏଠି କଣ କୁହାଗଲା ନା ମା ଆହାର ବା ଖାଦ୍ୟ ପାଇଁ ଚାଲିଯାଏ ଆଉ ବସାଟି ଭିତରେ ଏକୁଟିଆ ଟିକି ଚଢ଼େଇ ମୁଁ ଏପଟ ସେପଟ ବୁଲୁଥାଏ ବାହାର ଦୁନିଆ ମୁଁ ଦେଖି ନାହିଁ। ବସାଟା ତେଣୁ ସେଇ ପକ୍ଷୀ ସେଇ ଚଢ଼େଇ ବସାଟି ମୋ ପାଇଁ ସଂସାର ମୋ ପାଇଁ ଜଗତ ମୋ ପାଇଁ ଦୁନିଆ ମୋ ପାଇଁ ବିଶ୍ୱ। ବଡ଼ ହୋଇ ଯେବେ ବାହାର ଦେଖେ ଯେତେବେଳେ ମୁଁ ବଡ଼ ହେଇକି ବାହାରଟାକୁ ଦେଖେ ସବୁଜିମା ଭରା ମୋ ଚାରି ପାଖେ। ଯେତେବେଳେ ମୁଁ ବଡ଼ ହେଇକି ବାହାରକୁ ଦେଖିଲି ମୋ ଚାରି ପାଖଟା ସବୁଜିମାରେ ଭରପୁର ସବୁଜ ସୁନ୍ଦର କେତେ ଅଲଗା ଏ ଦୁନିଆ। ଭାବିଲି ବସାଟି ନିହାତି ଛୋଟ ବାହାର ଦୁନିଆ କେଡ଼େ ବିରାଟ। ମୁଁ ଏବେ ଭାବିଲି ମୁଁ ଏବେ ବୁଝିଗଲି ବସାଟା ନିହାତି ଛୋଟ ଏଇ ବାହାର ଦୁନିଆଟା କେତେ ବଡ଼ ସତେ। ପୁଣି ଦିନେ ମୁହିଁ ବସାରୁ ଆସି ଗଛରେ ବସି ମୁଁ ହୋଇଲି ଖୁସି ଭାବିଲି ଦୁନିଆ କେଡ଼େ ସୁନ୍ଦର ଫୁଲ ଫଳେ ହସେ ସାରା ସଂସାର। ପୁଣି ଦିନେ ମୁଁ ବସାରୁ ଆସି ଗଛରେ ବସି ଖୁସି ହେଲି ଭାବିଲେ ଦୁନିଆଟା କେଡ଼େ ସୁନ୍ଦର ଫୁଲ ଫଳରେ ଏଇ ସାରା ସଂସାର ହସି ଉଠେ। ନୀଳ ଆକାଶରେ ବିରାଟ ଦେହ ଦେଖି ମୋ ମନରେ ଆସିଲା ଭୟ ବିଶାଳ ବିଶ୍ୱର ବିସ୍ମୟ କଥା ଭାବି ବସିଲେ ମୋ ଘୁରଇ ମଥା। ନୀଳ ଆକାଶର ବିରାଟ ଦେହ ଆକାଶଟା ଏଡ଼େ ବଡ଼ ତାର ନୀଳ ରଙ୍ଗର ଆକାଶର ଶରୀରଟା ନୀଳ ରଙ୍ଗର ସେଟା ଏତେ ବିରାଟ ଏତେ ବଡ଼ ଦେଖିଦେଲେ ମୋ ମନରେ ଭୟ ଆସିଗଲା। ବିଶାଳ ବିଶ୍ୱର ବିସ୍ମୟ କଥା ଏଇ ବିଶାଳ ପୃଥିବୀର ବଡ଼ ପୃଥିବୀର ଆଶ୍ଚର୍ଯ୍ୟକର କଥା ଭାବି ବସିଲେ ମୋର ମଥା ଘୁରିଯାଏ ମୋର ମୁଣ୍ଡ ଘୁରିଯାଏ। ସକାଳ ସୁରୁଜ କଅଁଳ ଖରା ମନରେ ଭରିଲା ଭାବ ନିଆରା ଟିକି ଚଢ଼େଇ ମୁଁ ଟିକି ମୋ ଡେଣା ଉଡ଼େ ମୁଁ ଆକାଶେ ନ ମାନି ମୋ ନାଁ। ସକାଳ ସୁରୁଜ କଅଁଳ ଖରା ସକାଳର ସୂର୍ଯ୍ୟ ଏବଂ କଅଁଳ ଖରା ମନରେ ଭରିଲା ଭାବ ନିଆରା। ଇଏ ମନରେ ନିଆରା ସ୍ୱତନ୍ତ୍ର ଭାବ ଭରିଦେଲା। ଟିକି ଚଢ଼େଇ ମୁଁ ଟିକି ମୋ ଡେଣା ମୁଁ ଟିକି ଚଢ଼େଇଟେ ମୋର ଡେଣା ହଉଛି ଛୋଟ ମୁଁ ଆକାଶରେ କିଛି ବାଧାବିଘ୍ନ ନ ମାନି ଉଡ଼ିଯାଏ। ତ ପିଲାମାନେ ଏଇଠି ଆମର ଟିକି ଚଢ଼େଇ କବିତାଟି ଆବୃତ୍ତି କରିଦେଲେ ଏବଂ ତାକୁ ଭଲ ଭାବରେ ବୁଝିଦେଲେ। ଆଶା କରୁଛି ସମସ୍ତେ ବୁଝିପାରି ସାରିଥିବେ କାହାର କିଛି ଅସୁବିଧା ବା ଡାଉଟ୍ ମନରେ ନଥିବ। ତେଣୁ ଯଦି ଭିଡ଼ିଓଟି ଭଲ ଲାଗିଛି ଶିକ୍ଷା ସୁଯୋଗ ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ କରନ୍ତୁ ସବସ୍କ୍ରାଇବ୍ କରନ୍ତୁ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ। ଗୀତଟି ବା ପାଠଟି କିପରି ଲାଗିଲା ବୁଝିପାରିଲେ କି ନାହିଁ ନିଶ୍ଚୟ ଜଣେଇବେ। ପରବର୍ତ୍ତୀ ସମୟରେ এই ଟିକି ଚଢ଼େଇ କବିତାର ଅଭ୍ୟାସ ପ୍ରଶ୍ନ ଉତ୍ତର ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ରହିଥିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।